ନମସ୍କାର। ଦୈନିକ ଜନମୁଖର ଆଜିର ସଂଖ୍ୟା 37 ନମ୍ବର ବର୍ଷ 134 ନମ୍ବର ସଂଖ୍ୟା 9/6/2024 ପ୍ରକାଶ ପାଇଛି। ଏଥିରେ ପ୍ରଥମ ପୃଷ୍ଠାରେ ଏନ୍ଡିଏ ବୈଠକରେ ମୋଦିଙ୍କ ବଡ଼ ବୟାନ ଆସିଛି। ଆପଣମାନେ ଏହି ନ୍ୟୁଜ୍ ପଢ଼ିବେ। ସେନ୍ସେକ୍ସ ରେକର୍ଡ଼ ସୃଷ୍ଟି କରିଛି। ସେନ୍ସେକ୍ସରେ ବ୍ୟାପକ ଅଦଳ ବଦଳ ହେଉଛି। ଦ୍ୱିତୀୟ ପୃଷ୍ଠା ବିଲୁପ୍ତ ହେବାରେ ଲାଗିଛି ପରବରାଣୀ ରଜର ପରମ୍ପରା। ତୃତୀୟ ପୃଷ୍ଠା ପ୍ରଶାନ୍ତ ଜଗଦେବଙ୍କ ବିଜୟ ଉତ୍ସବ କର୍ମୀଙ୍କ ନାଁରେ ରାମେଶ୍ୱର ଛକ କମ୍ପିଲା। ଚତୁର୍ଥ ପୃଷ୍ଠା ପଞ୍ଚମ ପୃଷ୍ଠାରେ ବିଶେଷ ଆକର୍ଷଣ ରହିଛି। ଜଳବାୟୁ ପରିବର୍ତ୍ତନକୁ ସହିପାରିବେ ଜୀବଜନ୍ତୁ, ଗବେଷଣାରୁ ଆସିଲା ନୂଆ ତଥ୍ୟ। ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଏ ସମ୍ପର୍କରେ ଗୋଟେ ଆର୍ଟିକଲ ରହିଛି। ବିଶ୍ୱର ପ୍ରଥମ ଦୋସା ପ୍ରିଣ୍ଟର, ବ୍ରେକଅପ୍ କଲା ମୋତେ ଷ୍ଟାର। ମଧୁବାଲାଙ୍କ ଚରିତ୍ର କରିବାକୁ ଚାହୁଁଛି, ମୃଣାଳ କହିଛନ୍ତି। ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ 51 ଲକ୍ଷର ଚାକିରି ମିଳିଛି। ଏକ ରୋଚକ ସମ୍ବାଦ ରହିଛି। ଷଷ୍ଠ ପୃଷ୍ଠା ମୟୂରଭଞ୍ଜ ବିଜେପିର ବିଜୟ ଉତ୍ସବ ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ବାରିପଦା। ଆସନ୍ତୁ ଶେଷ ପୃଷ୍ଠାକୁ ଯିବା। ଛତିଶଗଡ଼କୁ ଚାଲାଣ ହେଉଛି ବରଗଡ଼ ଜିଲ୍ଲାର ଧାନ। ମହିଳାଙ୍କୁ ହତ୍ୟା ଅଭିଯୋଗ ପରେ ପୁଲିସ ଦ୍ୱାରା ଶବ ଜବତ ଲୁଇସିଙ୍ଗା। କଚ୍ଛପ ଗତିରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ। ସର୍ପଦଂଶନରେ ଛାତ୍ରୀ ମୃତ କୋକସରା କଳାହାଣ୍ଡିର ନ୍ୟୁଜ୍। ଯାତ୍ରୀଙ୍କ ମୃତ୍ୟୁ ବରପାଲିରେ ବସ୍ରେ ଜଣେ ଯାତ୍ରୀ ମରିଯାଇଥିବା ଖବର ମିଳିଛି। ଅଂଶୁଘାତରେ ନାବାଳକ ମୃତ ଗାଇସିଲେଟର ଖବର। ଧର୍ମଗଡ଼ରେ ଭାଜପାର ବାଜିମାତ, ଦିବ୍ୟଶଙ୍କର ମିଶ୍ର ଜିଣିଲେ। ବିଦେଶୀ ମଦ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟିଲା ଶୁକୁଟାପାଲି ଛକରେ ଅତାବିରା ନିକଟରେ। ନାରୀବନ୍ଦୀ ନିକେତନରେ ସାବିତ୍ରୀ ବ୍ରତ ପାଳନ ହୋଇଛି। ଯୁବକଙ୍କ ଶବ ଉଦ୍ଧାର ଇବ୍ ଥର୍ମାଲ ଅଞ୍ଚଳରୁ ଏଭଳି ଏକ ଖବର ଆସିଛି। ଅଳ୍ପ ବ୍ୟବଧାନରେ ଯେଉଁମାନେ ପରାଜୟ ବରଣ କରିଛନ୍ତି, ସେଭଳି ଏକ ତାଲିକା ପ୍ରକାଶ ପାଇଛି। ମୋହନ ମାଝୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବାକୁ ଯୁବ ଶ୍ରମ ବିକାଶ ମଞ୍ଚ ଦାବି କରିଛି। ବଜ୍ରପାତରେ ଜଣେ ମୃତ, 3 ଜଣ ଆହତ ହୋଇଛନ୍ତି ବରପାଲିରେ। ମାଳବିକା ଦେଓ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କଳାହାଣ୍ଡିରେ। ରାଜ୍ୟର ପ୍ରଥମ ମୁସଲିମ ମହିଳା ବିଧାୟିକା ଗୌରବ ଅର୍ଜନ କରିଛନ୍ତି ସୋଫିଆ, ଯିଏକି ପ୍ରଥମ ମୁସଲିମ ମହିଳା ବିଧାୟିକା ହୋଇଛନ୍ତି ରାଜ୍ୟର। ଆଜି ପାଇଁ ଏତିକି। ନମସ୍କାର। ବୀରେନ୍ଦ୍ର କୁମାର ପାଣିଗ୍ରାହୀ।